ମଦନ ଆଉ ପ୍ରତାପଙ୍କ ବିଚିତ୍ର ଯାତ୍ରା ଏବେ ଆରମ୍ଭ ହେବାକୁ ଯାଉଅଛି। ଏଠାରୁ ଆଗକୁ ଯାହା ଘଟିବ ସେଠାରେ ଆଲୋକ ନୁହେଁ ଅନ୍ଧାରର ଶାସନ ଅଛି। ମଦନ ଦେଖି ଦେଖି ଚାଲିଲା। ତୁମେ ଆଗକୁ ଚାଲ, ମୁଁ ତୁମ ପଛେ ପଛେ ଆସୁଛି। କିଛି ଦୂର ଚାଲିଯାଇ ଦେଖିଲା ସେ ବିଲ ପଥ ନୁହେଁ। ବିଲ ତ ସେପଟେ ଥିଲା, ଏଇ ରାସ୍ତା କେଉଁଠିକୁ ନେଉଛୁ? ଅନ୍ଧାର ଗୁଡୁଗୁଡା ମଣିଷ ରୂପ ଧରି ବେଶ ଚକ୍ର ଭାବରେ ମଦନକୁ ଭୁଲ ପଥରେ ନେଇ ଯାଉଥିଲା। ଏ କେଉଁ ଜାଗା? ତୁ କିଏ ମତେ ବୁଲେଇ ନେଉଛୁ? ଅନ୍ଧାର ଗୁଡୁଗୁଡା ମୃତ ମନୁଷ୍ୟ ଦେହ ଭଳି ଲାଗୁଛି। ଧୀରେ ଘୁରି ଦେଖିଲା ଅନ୍ଧାର ଗୁଡୁଗୁଡା ଭୟଙ୍କର ହସି ଆକାଶ ଗରଜିଲା ଆଉ ବେଶୀ ଜୋରରେ ହେଲା। ପ୍ରତାପ ଘଣ୍ଟାର ଶବ୍ଦ ଶୁଣି ଉଠିଲା। ଏଇ ଘଣ୍ଟା କଣ? ମଦନ କି ଉଠି ପଳେଇ ଯାଇଛି? ପ୍ରତାପ ଓ ମଦନ ଆଉ ଅନ୍ଧାର ଗୁଡୁଗୁଡା ମଧ୍ୟରେ ଏକ ଭୟଙ୍କର ରହସ୍ୟ ଅଛି, ଯେଉଁଥିରେ ଘଣ୍ଟା ହେଉଛି ଚାବି ଆଉ ଅନ୍ଧାର ଗୁଡୁଗୁଡା ହେଉଛି ଦ୍ୱାରପାଳ। ମଦନ ଚିତ୍କାର କରୁଛି କିନ୍ତୁ ଶବ୍ଦ ବାହାରୁ ନାହିଁ। ମତେ ଛାଡ଼ିଦିଅ, ମତେ ଛାଡ଼ିଦିଅ। ପ୍ରତାପ ବାହାରକୁ ଯିବାକୁ ଯୋଜନା କରୁଛି। ଏହି ଘଣ୍ଟାରେ କିଛି ରହସ୍ୟ ଅଛି ଯାହା ମୁଁ ମଦନକୁ ବଞ୍ଚାଇ ପାରିବି। ଅନ୍ଧାର ଗୁଡୁଗୁଡାର ଅସଲ ଚେହେରା ଏବେ ଦେଖାଯିବାକୁ ଯାଉଛି। ପ୍ରତାପ ଏକ ଭୟଙ୍କର ଗୁପ୍ତ ଦ୍ୱାର ଦେଖିବାକୁ ଯାଉଛି, ଯେଉଁଠାରେ ମଣିଷ ବଞ୍ଚିଥିଲେ ମଧ୍ୟ ମୁହାଁମୁହିଁ ହୋଇପାରିବନି। ଆଗକୁ ଦେଖିବେ ଭାଗ 4ରେ। ଭାଗ 4 ଦେଖିବାକୁ ଲାଇକ୍ ସବସ୍କ୍ରାଇବ୍ କରନ୍ତୁ।